ମାନେ ଆଜି ଆମେ ଏଠାରେ ଆଲୋଚନା କରିବା +2 ସେକେଣ୍ଡ ଇୟର ଆର୍ଟ୍ସ ଇକୋନୋମିକ୍ସ ର ଚାପ୍ଟର 1 ରେ ଥିବା ଉତ୍ପାଦନ ସମ୍ଭାବ୍ୟତା ରେଖା ଏବଂ ତା ସହିତ ଆମେ ଆଲୋଚନା କରିବା ଏହି ଉତ୍ପାଦନରେ କେତେକ ମୌଳିକ ଅର୍ଥନୈତିକ ସମସ୍ୟା। এই দুইটি বিষୟରେ ଆମେ କଣ କରିବା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା। ତେବେ ପ୍ରଥମେ ଦେଖିବା এই ଉତ୍ପାଦନ ସମ୍ଭାବ୍ୟତା ରେଖା କଣ ନା ଆମେ ଜାଣିଛେ ଅର୍ଥ ବ୍ୟବସ୍ଥାରେ କଣ ହେଇଥାଏ ନା ସୀମିତ ସମ୍ବଳ ଥାଏ ଏବଂ ଅସୀମିତ ଅଭାବ ଥାଏ ବା ଆବଶ୍ୟକତା ଥାଏ। এই ସୀମିତ ସମ୍ବଳ ଏବଂ ଅସୀମିତ ଆବଶ୍ୟକତା ମଧ୍ୟରେ ସଦା ସର୍ବଦା କଣ ହେଇଥାଏ ନା ସଂଘର୍ଷ ଚାଲିଥାଏ। କିପରି ଭାବେ ଆମେ ସୀମିତ ସମ୍ବଳ ନେଇ ଅସୀମିତ ଆବଶ୍ୟକ ପରିପୂର୍ଣ୍ଣ କରିପାରିବା ଏବଂ ଏହି ସମସ୍ୟାର ସମାଧାନ ପାଇଁ ଆମକୁ କଣ କରିବାକୁ ପଡିବ ନା ଉତ୍ପାଦନ ସମ୍ଭାବ୍ୟତା ରେଖାର ଏକ ସାହାଯ୍ୟ ନେବାକୁ ପଡିବ ଏବଂ ସେଥି ମାଧ୍ୟମରେ ଆମେ ଜାଣିପାରିବା ଯେ ସୀମିତ ସମ୍ବଳର କିପରି ଆମେ ସର୍ବୋତ୍ତମ ବ୍ୟବହାର କରିପାରିବା ଏବଂ ଏଥିରେ କଣ ହେଇଥାଏ ନା ଦୁଇଟି ଦ୍ରବ୍ୟର ଭିନ୍ନ ଭିନ୍ନ ଉତ୍ପାଦନ ସଂଯୋଗ ହୋଇଥାଏ। ଅର୍ଥାତ୍ କେଉଁ ଦ୍ରବ୍ୟ କେତେ ପରିମାଣ ଉତ୍ପାଦନ କରାଯିବ ଏଥିରୁ ଜଣା ପଡିଥାଏ। ପ୍ରଥମେ ଯଦି ଦେଖିବା ଏହି ଉତ୍ପାଦନ ସମ୍ଭାବ୍ୟତା ରେଖାର ସଂଜ୍ଞା କଣ ରହିବ ବା ଡେଫିନେସନ କଣ ରହିବ, ପରୀକ୍ଷାରେ ପଢିଲେ ଆମେ କଣ ଲେଖିବା ନା ପରୀକ୍ଷାରେ ପଢିଲେ ଆମେ ଲେଖିବା ଉତ୍ପାଦନ ସମ୍ଭାବ୍ୟତା ରେଖା ହେଉଛି ଏକ ରେଖା ଯାହା ଏକ ନିର୍ଦ୍ଦିଷ୍ଟ ପରିମାଣର ସମ୍ବଳ ଉତ୍ପାଦନ କୌଶଳ ସହାୟତାରେ ଉତ୍ପାଦନ ହୋଇପାରୁଥିବା ଦୁଇଟି ଦ୍ରବ୍ୟର ଭିନ୍ନ ଭିନ୍ନ ସମ୍ଭାବ୍ୟ ସଂଯୋଗ ପ୍ରଦର୍ଶନ କରିଥାଏ। ଏଥିରେ କଣ ଜଣା ପଡିଛି ନା ଏଥିରେ ହଉଛି କଣ ନା ଏକ ନିର୍ଦ୍ଦିଷ୍ଟ ପରିମାଣର ସମ୍ବଳ ଅର୍ଥାତ୍ ସମ୍ବଳ ଯୋଉ ଲିମିଟେଡ ସମ୍ବଳ ଯୋଉ ରହିଛି ରିସୋର୍ସ ସେଇ କଥା ସେ କହୁଛି। ନିର୍ଦ୍ଦିଷ୍ଟ ପରିମାଣର ସମ୍ବଳ ଅଛି ଆମ ପାଖରେ ଏବଂ ତା ସହିତ ଉତ୍ପାଦନ କୌଶଳ ମଧ୍ୟ ସ୍ଥିର ରହିଛି ଏବଂ ଏଥିରେ ଆମେ କଣ କରୁଛୁ ନା ଦୁଇଟି ଦ୍ରବ୍ୟ ବିଭିନ୍ନ ବିଭିନ୍ନ ସମ୍ଭାବ୍ୟ ସଂଯୋଗ କରୁଛୁ। ଅର୍ଥାତ୍ ଦୁଇଟି ଦ୍ରବ୍ୟ କେଉଁ ଦ୍ରବ୍ୟ କେତେ ପରିମାଣ ଉତ୍ପାଦନ କରୁ ସେ ବିଷୟରେ ଅଛି। এইগুଡିକ ଆମେ ଦେଖ ତାପର ସ୍ଲାଇଡରେ ଆମେ ଚିତ୍ର ମାଧ୍ୟମରେ ଗ୍ରାଫ ଏଇ ଯୋଉ ଡାଇଗ୍ରାମ ମାଧ୍ୟମରେ ଟେବୁଲ ମାଧ୍ୟମରେ ପଢିଲେ ଆମେ ଭଲସେ ଜାଣିପାରିବା। ତେଣୁ ମନେ ଧ୍ୟାନ ସେ ଏକୁ ଲକ୍ଷ୍ୟ କର। ହଁ, এইটা ସଂଜ୍ଞା ଅଛି, এই ସଂଜ୍ଞାଟାକୁ ପିଲାମାନେ ତମେ ନୋଟ କରିନେବ। ଏଇଟା ପରୀକ୍ଷାରେ ଆଇଲେ ଏଇଟା ତମେ ଲେଖିବ ଏବଂ ଯଦି ବ୍ଲାଙ୍କ୍ସ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ବା କୌଣସି ପ୍ରକାର ଆସେ ଏକମାରିକା କ୍ୱେଶ୍ଚନ ଆସେ এই ଉତ୍ପାଦନ ସମ୍ଭାବ୍ୟତା ରେଖାର ଅନ୍ୟ ନାମ କଣ ନା ଉତ୍ପାଦନ ସମ୍ଭାବ୍ୟତା ସୀମାନ୍ତ ବା ପ୍ରଡକ୍ସନ ପସିବିଲିଟି ମନିଟର ବା ସର୍ଟ ଆମେ ପିପିଏଫ କହୁ ଏବଂ ଆଉ ଗୋଟେ କଣ କହୁ ରୂପାନ୍ତର ରେଖା ବା ଟ୍ରାନ୍ସଫର୍ମେସନ କର୍ଭ କହୁ। ଆମେ ଅର୍ଥନୀତିରେ ଯେତେବେଳେ କୌଣସି ବିଷୟରେ ପଢୁ ତା ପୂର୍ବରୁ ଆମେ କିଛି ଆସମ୍ପସନ ନଉ ବା ସର୍ତ୍ତ ନଉ। ଏଠି ବି ଠିକ ସେହିପରି ଉତ୍ପାଦନ ସମ୍ଭାବ୍ୟତା ରେଖାକୁ ପଢିବାକୁ ହେଲେ ଆମକୁ କିଛି ଆସମ୍ପସନ ବା ସର୍ତ୍ତ ନବୁ। ସେ ଆସମ୍ପସନ ଗୁଡିକ କଣ ରହୁଛି ନା ଏଠି ଦୁଇଟି ଦ୍ରବ୍ୟ, ଆମେ ଏଠି ଦୁଇଟି ଦ୍ରବ୍ୟ ନବୁ କାହିଁକିନା ଆମକୁ ବୁଝିବା ପାଇଁ ସହଜ ହବ। ଅର୍ଥ ବ୍ୟବସ୍ଥା ତ ଅନେକ ଦ୍ରବ୍ୟ ଉତ୍ପାଦନ ହେବା ଆବଶ୍ୟକ ଅଛି, କିନ୍ତୁ ଆମେ ଏଥିପାଇଁ ଦୁଇଟି ଦ୍ରବ୍ୟ ନବୁ ଆମେ ଦୁଇଟି ଦ୍ରବ୍ୟ ସହଜରେ ଏଠି କଣ କରିପାରିବୁ ନା ବୁଝିପାରିବୁ। ହଁ, ଏଠି ଦେଖ ଅର୍ଥ ବ୍ୟବସ୍ଥାରେ କେବଳ ଦୁଇଟି ଦ୍ରବ୍ୟ ଉତ୍ପାଦନ ହୁଏ। ଅର୍ଥାତ୍ ଆମେ ଏଇ ଯୋଉ ଉଦାହରଣ ସ୍ୱରୂପ ଯୋଉ ନଉଛୁ ଦୁଇଟି ଦ୍ରବ୍ୟ, ତା ମାନେ ନୁହେଁ ଅର୍ଥ ବ୍ୟବସ୍ଥାରେ କେବଳ ଦୁଇଟି ଦ୍ରବ୍ୟ ଉତ୍ପାଦନ ହୁଏ। ଅନେକ ଦ୍ରବ୍ୟ ଉତ୍ପାଦନ ହୁଏ, ଆମକୁ ବୁଝିବା ପାଇଁ ସହଜ ହେବା ପାଇଁ ଆମେ ଦୁଇଟି ଦ୍ରବ୍ୟ ଏଠାରେ ଉଦାହରଣ ସ୍ୱରୂପ ନଉଛୁ, ଆସେସନରେ ଦୁଇଟି ଦ୍ରବ୍ୟ ନଉଛୁ। ଏବଂ ସୀମିତ ସମ୍ବଳ, ଏଠାରେ ସମ୍ବଳ ସୀମିତ ଥାଏ। ଉତ୍ପାଦନ ସାଧନ ଗୁଡିକ ସୀମିତ, ମାନେ ଯୋଉ ଆମ ଉତ୍ପାଦନ ଯୋଉ ଚାରିଟା ସାଧନ ଅଛି ଲ୍ୟାଣ୍ଡ ଲେବର କ୍ୟାପିଟାଲ ଅର୍ଗାନାଇଜେସନ ହେଲା, ଭୂମି ଶ୍ରମ ପୁଞ୍ଜି ସଂଗଠକ, ଇଏ ସବୁ ନିର୍ଦ୍ଦିଷ୍ଟ ରହିବ ବା ସୀମିତ ରହିବ। ହଁ, କମ ବେଶୀ ହବ ନାହିଁ। ଏବଂ ଆଉ ଗୋଟେ କଥା କଣ, ଏଇ ଉତ୍ପାଦନ ପ୍ରୋସେସ ଆମ ପୂର୍ଣ୍ଣ ନିୟୋଜନ ଫୁଲ ଏମ୍ପ୍ଲଏଡ ହବ। ଅର୍ଥାତ୍ ଯେତିକି ଆମ ପାଖରେ ଯୋଉ ସମ୍ବଳ ଅଛି ସିଏ ପୂର୍ଣ୍ଣ ଭାବେ ଏବଂ ଦକ୍ଷ ଭାବରେ ସମ୍ପୂର୍ଣ୍ଣ ଭାବେ ବ୍ୟବହାର ହବ। ଏବଂ ଆଉ ଗୋଟେ କଥା କଣ, ଆମ ଉତ୍ପାଦନ କୌଶଳ ଗୁଡିକ ପରିବର୍ତ୍ତନ ହେବ। କୌଶଳ ପରିବର୍ତ୍ତନ ହେଲେ ଆମର ଏଇ ଯୋଉ ଏଥିରେ ଆମେ କୌଣସି କଣ ପାଇବାନି, ଲାଭ ପାଇବାନି, କାରଣ ଆମେ ଏଟାକୁ ବୁଝିପାରିବାନି। ତେଣୁକରି ଉତ୍ପାଦନ କୌଶଳ ଅପରିବର୍ତ୍ତନ ରହିବ। ଠିକ ଅଛି, କୌଣସି ପରିବର୍ତ୍ତନ ହେବ ନାହିଁ। ତାପରେ ଆମେ ଦେଖିବା ଯେ ଅର୍ଥ ବ୍ୟବସ୍ଥାରେ ଏଠି ଆମେ ଉଦାହରଣ ନେଇଛେ ଦିଟା ଜିନିଷ ଉତ୍ପାଦନ ହଉଛି, ଗୋଟେ ହଉଛି ଲୁଗା ଉତ୍ପାଦନ ହଉଛି ଆଉ ଗୋଟେ ଗହମ ଉତ୍ପାଦନ ହଉଛି। ଦେଖ ଯୋଉ ଆମର ଯୋଉ ସାଧନ ରହିଛି ଉତ୍ପାଦନ ସାଧନ, ସେ ସବୁ ସାଧନକୁ ଯଦି ଆମେ
ବ୍ୟବହାର କରିବା ତେବେ କଣ କଣ ଆମ ସମ୍ଭାବତା ରହିବ ସମ୍ଭାବ୍ୟତା ରହିବ ପସିବିଲିଟି ରହିବ ନା ଦେଖ ଏଠି ଲୁଗା ଉତ୍ପାଦନ ତାର ଏକକ ନେଇଛି 1000 ମିଟର ଏବଂ ଗହମ ଉତ୍ପାଦନ 1000 କୁଇଣ୍ଟାଲ ନେଇଛି। ଯଦି ସମସ୍ତ ଆମର ଉତ୍ପାଦନ ସାଧନକୁ ଆମେ ବ୍ୟବହାର କରିବା କଣ ଗହମ ଉତ୍ପାଦନରେ ତାହେଲେ 15,000 କୁଇଣ୍ଟାଲ ଗହମ ଉତ୍ପାଦନ ହେବ ଏବଂ ଲୁଗାରେ ଆମେ କୌଣସି ସାଧନ ବ୍ୟବହାର କରୁନେ ସେଥିପାଇଁ କଣ କରିଛି ନା 0 ଲେଖିଛି ଶୂନ। ଯଦି ଆମେ ତାକୁ ଚେଞ୍ଜ କରିବା ସେ ସାଧନଟାକୁ ଆମେ କିଛି ସାଧନ ଆମେ ବ୍ୟବହାର କରିବା କଣ ଲୁଗା ଉତ୍ପାଦନ ଯେମିତି ମନେକର ଲୁଗା 1000 ମିଟର ହେଲା ଆଉ ଯୋଉ ସାଧନ ଯୋଉ ଲେବର ହଉ ଲ୍ୟାଣ୍ଡ ହଉ ଯୋଉ ଗୁଡିକ ଆମେ ଏଠି ମୁଭ କଲୁ କୋଉଠିକି ଲୁଗା ଉତ୍ପାଦନରେ ତେଣୁକରି କଣ ହେଲା ଗହମ ଉତ୍ପାଦନ କମିଲା ହ୍ରାସ ପାଇଲା। ଠିକ ସେଇଭଳି ଯଦି ଫେରେ ଆମେ କଣ କରିବୁ ଲୁଗା ଉତ୍ପାଦନ ବୃଦ୍ଧି କରିବୁ ପୁନର୍ବାର ଗହମ ଉତ୍ପାଦନ ହ୍ରାସ ପାଇବ। କାହିଁକି ହ୍ରାସ ପାଇବ ନା ଯେଉଁ ସାଧନ ଗୁଡିକ ସେଠାରେ କଣ ହଉଥିଲା ବ୍ୟବହାର ହଉଥିଲା ସେ ସାଧନ ଗୁଡିକ କଣ ହଉଛି ନା ଏଠି ଲୁଗା ଉତ୍ପାଦନ ବ୍ୟବହାର ହଉଛି। ତେଣୁକରି ଆମେ ତ କହିଛେ ସମ୍ବଳ ଏଠି କଣ ଅଛି ସୀମିତ ଅଛି ତେଣୁକରି ସେଇ ସାଧନ ଗୁଡିକ ଏଠି ଲୁଗା ଉତ୍ପାଦନରେ ବ୍ୟବହାର ହଉଥିବାରୁ ଏ ଗହମ ଉତ୍ପାଦନ କମୁଛି। ଠିକ ଫେରେ ଆଉ ଗୋଟିଏ ସଂଯୋଗ ନେଇଛେ ଡି ରେ ଦେଖ ଲୁଗା ଉତ୍ପାଦନ 3000 ମିଟର ହେଲା ଏବଂ ଗହମ ଉତ୍ପାଦନ କମିଗଲା 9000 କୁଇଣ୍ଟାଲ ହେଲା। ସେଇଭଳି ପୁନର୍ବାର ଯେତେବେଳେ ଆମେ ଲୁଗା ଉତ୍ପାଦନ ବଢେଇଲେ 4000 ମିଟର ହେଲା ଏବଂ କଣ ହେଲା ଗହମ ଉତ୍ପାଦନ କମିଗଲା। ଯଦି ସମ୍ପୂର୍ଣ୍ଣ ଭାବେ ସମସ୍ତ ସାଧନକୁ ଆମେ ଯଦି ଲୁଗା ଉତ୍ପାଦନ କରିବା 5000 ମିଟର ଲୁଗା ଉତ୍ପାଦନ ହବ ଏବଂ ଗହମ ଉତ୍ପାଦନ 0 ହବ। ଆଉ ସେଇଟା ଯଦି ଆମେ ଗ୍ରାଫ ରେ ପ୍ରକାଶ କରିବା ଡାଇଗ୍ରାମ ରେ ପ୍ରକାଶ କରିବା ତେବେ ଆମେ ଏଇଭଳି ଏକ ଡାଇଗ୍ରାମ ପାଇବା ଯୋଉଟା କି କହୁଛୁ ପ୍ରଡକ୍ସନ ପସିବିଲିଟି କର୍ଭ। ଏଇ ଦେଖ ଏଇ ଆମେ ଏ ରେ କଣ ହେଉଥିଲୁ ଦେଖ ପିଲାମାନେ ଶୂନ ଏଠି ହଁ ଏଠାରେ ଆମେ ନେଇଛୁ y axis ରେ ନେଇଛୁ ଗହମ ଏବଂ x axis ରେ ନେଇଛୁ ଲୁଗା ଆଉ ଦେଖ ପିଲାମାନେ ଯୋଉ ସମ୍ଭାବ୍ୟତା ଉତ୍ପାଦନ ସମ୍ଭାବ୍ୟତା ଏ ରେ କଣ ଅଛି ଶୂନ ଲୁଗା ଏବଂ 15 ହଉଛି କଣ 1000 କୁଇଣ୍ଟାଲ ହଉଛି ଗହମ। ଫେରେ ସମ୍ଭାବ୍ୟତା ବି ରେ ହେଲା ଏଠି ତମର 1000 କୁଇଣ୍ଟାଲ ହଉଛି କଣ ସରି 1000 ମିଟର ଲୁଗା ଏବଂ 14,000 କୁଇଣ୍ଟାଲ କଣ ଗହମ। ଏଇ ଟାଇପ ର ଏଇ ଯୋଉ ଇଏକୁ ନେଇ କଣ କରୁଛୁ ଆମେ ଯେତେବେଳେ ଏଇ ଟେବୁଲଟିକୁ ନେଇକି ଯେତେବେଳେ ଆମେ ଏମିତି ଗୋଟେ କଣ କରିବୁ ଡାଇଗ୍ରାମ କରିବୁ ତେବେ ଆମେ ଏଇ ଟାଇପ ର ଗୋଟେ କର୍ଭ ପାଇବୁ। ଏଇ ଯୋଉ କର୍ଭଟା ହଉଛି କଣ ନା ପ୍ରଡକ୍ସନ ପସିବିଲିଟି କର୍ଭ। ହଁ ଏଠି କଣ ହେଇଛି ଯେତେବେଳେ ଲାଷ୍ଟକୁ ଆମେ ଦେଖିଛେ ସମସ୍ତ ସାଧନ ଯେତେବେଳେ ଆମେ କଣ କରୁଛେ ଲୁଗା ଉତ୍ପାଦନରେ ସଂଯୋଗ କରୁଛେ ସେତେବେଳେ କଣ ହେଇଛି ଗହମ ଉତ୍ପାଦନ 0 ହେଇଛି ଏବଂ ଏଫ ପଏଣ୍ଟରେ କଣ ହେଇଛି ଏମିତି ହେଇଛି ହେଲା। ତାହେଲେ ଆମେ ଦେଖିବା ନେକ୍ସଟ ଦେଖିବା କଣ ନା ଏଥିରେ କଣ ହେଇଛି ନା ଏଇ ଯୋଉ ପିପିସି ପ୍ରଡକ୍ସନ ପସିବିଲିଟି କର୍ଭ ଏଥିରେ କଣ ହେଇଛି ନା ଏ ବି ସି ଡି ଇ ଏଫ ଏତିକି ସ୍ଥାନରେ ଆମେ କଣ କରୁଛେ ଆମ ପାଖରେ ଯୋଉ ସାଧନ ଅଛି ତାକୁ ସମ୍ପୂର୍ଣ୍ଣ ଭାବେ କଣ କରୁଛେ ନିୟୋଜନ କରୁଛେ ପୂର୍ଣ୍ଣ ନିୟୋଜନ କରୁଛେ ଅର୍ଥାତ୍ ଆମ ପାଖରେ ଯେତିକି ଶ୍ରମ ଶକ୍ତି ଲେବର ଥିଲେ ଯେତିକି ଭୂମି ଥିଲା ଯେତିକି କ୍ୟାପିଟାଲ ଥିଲା ପୁଞ୍ଜି ଥିଲା ଏ ସବୁକୁ ଆମେ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିଦେଇଛେ। କିନ୍ତୁ ଏଇଠି ଗୋଟେ ୟୁ ପଏଣ୍ଟ ଅର୍ଥାତ୍ ଏଇ ଯୋଉ ରେଖା ବା କର୍ଭର ତଳକୁ ଯେତିକି ରହିଲା ଯେକୌଣସି ଗୋଟେ ଜାଗାରେ ଏ ସ୍ଥାନ ଯୋଉ ଉତ୍ପାଦନ ଯଦି ଆମେ କରାଯାଏ ତେବେ ୟା କଣ ହବ ନା ସମ୍ବଳର ଅସମ୍ପୂର୍ଣ୍ଣ ନିୟୋଜନ ହବ। କାହିଁକି ଅସମ୍ପୂର୍ଣ୍ଣ ନିୟୋଜନ ହବ ନା ଏଠାରେ କଣ ହବ ଦି ତିନିଟା କଣ୍ଡିସନ ରହିବ ଆଇଦର ବେକାର ହେଉ ମନେକର ଏଇଟା ଦେଖ ମନେକର ଏତିକି ଉତ୍ପାଦନ ହେଇପାରିବ ହଁ ଏତିକି ଉତ୍ପାଦନ ହେଇପାରିବ ତାହେଲେ ଏତିକି ଉତ୍ପାଦନ କରିବାକୁ ହେଲେ ଆମକୁ ଯେତିକି ଶ୍ରମ ମନେକର ଲୁଗା ଉତ୍ପାଦନ ଏପଟ ହେଲା ଗହମ ଉତ୍ପାଦନ ତେଣୁ ଏତିକି ଲୁଗା ଏବଂ ଏତିକି ଗହମ ଉତ୍ପାଦନ କରିବା ପାଇଁ ଯେତିକି ଶ୍ରମ ଶକ୍ତି ବା ଯେତିକି ପୁଞ୍ଜି ବା ଯେତିକି ତମର ଭୂମି ଆବଶ୍ୟକ ଏ ସବୁ ଲାଗିଯାଇଛି ଏଠି ପୂର୍ଣ୍ଣ ନିୟୋଜନ ହେଇଛି ବା ଆମେ ଏଇ ପଏଣ୍ଟରେ ବି ପୂର୍ଣ୍ଣ ନିୟୋଜନ ହେଇଛି।
ହଁ କିନ୍ତୁ ଆଉ ୟା ଭିତରେ କୌଣସି ପଏଣ୍ଟରେ ଯଦି ଆମେ ଦେଖିବା ଏଠି କଣ ହେଇଛି କାହିଁକି ଉତ୍ପାଦନ କମିଲା ନା ଏଠି ସମ୍ବଳର ପୁନଃ ନିୟୋଜନ ହୋଇନାହିଁ ଏଗୁଡାକୁ ଆମେ ସେଇଥିପାଇଁ ଏଠି ୟୁ ଦିଆଯାଇଛି ହଁ এটা ଏଇଠି କଣ ହେଇଥିବ ନା ଏଠି ଅଣ୍ଡର ଏମ୍ପ୍ଲୟମେଣ୍ଟ ଅର୍ଥାତ୍ ଯେତିକି ଶ୍ରମ ଶକ୍ତି ଅଛି ସମସ୍ତ ଶ୍ରମ ଶକ୍ତି ଏଠି କଣ ହେଇନି ସମ୍ପୂର୍ଣ୍ଣ ଭାବେ କଣ ହେଇନି ବିନିଯୋଗ ହେଇନାହିଁ ବା ଏଠାରେ କଣ ହେଇଥିବ ନା ବେକାରୀ ହେଇଥିବେ ବା କିଛି ଶ୍ରମିକ ବେକାରୀ ହେଇଥିବେ ବା ଶ୍ରମିକ ମାନେ ଅଳସୁଆ ହେଇଥିବେ ଯେତିକି ପ୍ରଡକ୍ସନ କରିବା କଥା ଯେତିକି ଉତ୍ପାଦନ କରିବା ସେତିକି କରୁନାହାନ୍ତି କମ କରୁଥିବେ ଆଉ ଯଦି ଆମେ ଉପରେ ଗୋଟେ କୌଣସି ବିନ୍ଦୁ ନମୁ ଯେ ଏଇ ଯୋଉ ପିପିସି ର ଉପରେ ତାହେଲେ ଏଇଟା ଇମ୍ପସିବଲ କାହିଁକି ନା ଆମ ପାଖର ଏତିକି ଉତ୍ପାଦନ କରିବା ପାଇଁ ଆମ ପାଖରେ ଶ୍ରମ ଶକ୍ତି ନାହିଁ ସେଥିପାଇଁ ଏଇଟା ଇମ୍ପସିବଲ ହେଲା ଏଇ ସମ୍ବଳର ଅଭାବ ଏଇଠି ସମ୍ବଳ କଣ ହେଇଥିବ ଦିଟା ଜିନିଷ ସମ୍ବଳର ଅଭାବ ହବ କାରଣ ଆମ ପାଖରେ ସେତିକି ସମ୍ବଳ ନାହିଁ ଏବଂ ଏତିକି ଉତ୍ପାଦନ କରିବା ଏଟା ଅସମ୍ଭବ କଥା ତେଣୁକରି ପିପିସି ର ବାହାରେ ପରୀକ୍ଷାରେ ଆସିବ ପିପିସି ର ବାହାରେ ଯଦି କୌଣସି ବିନ୍ଦୁ ଥାଏ ବା ଉପରିସ୍ଥ ବିନ୍ଦୁ ଏଠାରେ କଣ ହେଇଥାଏ ନା ଏଠି ସମ୍ବଳର ଅଭାବ ପରିଲିପ୍ତ ହେଇଥାଏ ବା ଉତ୍ପାଦନ ଅସମ୍ଭବ ଆଉ ଯଦି ପିପିସି ର ତଳକୁ ଯଦି ଆସିଥାଏ କୌଣସି ବିନ୍ଦୁ ତାହେଲେ ଏଠି କଣ ହେଇଥାଏ ନା ଏଠି ସମ୍ବଳର ଅସମ୍ପୂର୍ଣ୍ଣ ବ୍ୟବହାର ହେଇଥାଏ ଏଠି କଣ ହେଇଥିବେ ଏଠି ଶ୍ରମିକ ମାନେ ବେକାରୀ ହେଇଥିବେ ବା ତୁମର ଅଳସୁଆ ହେଇଥିବେ ଏଇ ଦିଟା ଜିନିଷ ମନେ ରଖିବ ତାପରେ ଆମେ ଦେଖିବା ଗୋଟେ ସୁଯୋଗ ବ୍ୟୟ ବା ଅପରଚୁନିଟି କଷ୍ଟ ଏଇଟା କଣ ନା ସୁଯୋଗ ବ୍ୟୟ ବା ଅପରଚୁନିଟି କଷ୍ଟ ହଉଛି ଏକ ଦ୍ରବ୍ୟର ଅଧିକ ଏକକ ଉତ୍ପାଦନ ପାଇଁ ଅନ୍ୟ ଏକ ଦ୍ରବ୍ୟକୁ ତ୍ୟାଗ କରିବା ପଡେ ତାହାକୁ କୁହାଯାଏ କଣ ନା ସୁଯୋଗ ବ୍ୟୟ ବା ଅପରଚୁନିଟି କଷ୍ଟ ଏଇଟା ଦେଖ ପିଲାମାନେ ଏଇ ଦେଖ ଏ ପଏଣ୍ଟ ରୁ ବି ପଏଣ୍ଟ ହେଲା ଯେତେବେଳେ ଯାଉଛି ଲୁଗା ଉତ୍ପାଦନ କଣ ହେଲା ଏଠି ଲୁଗା ଉତ୍ପାଦନ ଶୂନ ଥିଲା ଏଠି କଣ ହେଲା 1 ହେଇଗଲା ତା ମାନେ ଲୁଗା ଉତ୍ପାଦନ କଣ ହେଲା ବଢିଲା ସେମିତି ଗହମ ଉତ୍ପାଦନ ଏଠି 15 ଥିଲା ଏଠି 14 ହେଇଗଲା ତାହେଲେ ଗହମ ଉତ୍ପାଦନ ହ୍ରାସ ପାଇଲା ତାହେଲେ ଏଠି ସୁଯୋଗର ବ୍ୟୟ କେତେ ହେଲା ନା 1 କୁଇଣ୍ଟାଲ ଗହମ ଅର୍ଥାତ୍ 1 କୁଇଣ୍ଟାଲ ଗହମ ଉତ୍ପାଦନ ପାଇଁ ଉତ୍ପାଦନ ମାନେ ଯୋଉ ବ୍ୟୟରେ କଣ ହେଲା ନା ତମକୁ 1000 ମିଟର ଲୁଗା ଉତ୍ପାଦନ ହେଇପାରିଲା ଠିକ ସେଇଭଳିଆ 2 କୁଇଣ୍ଟାଲ ଗହମ ଉତ୍ପାଦନ ବ୍ୟୟରେ ଅର୍ଥାତ୍ ଏତିକି ହେଇପାରିଥାନ୍ତା କିନ୍ତୁ ଏତିକି ଆଉ ହେଲାନି ମାନେ ଅର୍ଥାତ୍ ଏଠି ବ୍ୟୟ ହେଲା ସେତିକିରେ କଣ ହେଲା ନା 2000 ମିଟର କଣ ହେଲା କପଡା ଉତ୍ପାଦନ ହେଇପାରିଲା ବା ଲୁଗା ଉତ୍ପାଦନ ହେଲା ଏଇଟା ହେଲା ଅପରଚୁନିଟି କଷ୍ଟ 3000 କୁଇଣ୍ଟାଲ ଗହମ ଉତ୍ପାଦନକୁ ଆମେ କମେଇ କଣ କରିପାରିବା 3000 ମିଟର ଆମେ କଣ କରିପାରିବା ନା କପଡା ଉତ୍ପାଦନ କରିପାରିବା ଅର୍ଥାତ୍ ଆମେ କେତେ ହରେଇକି ଆଉ ଗୋଟିଏ ବିକଳ୍ପ ଇଏ ଦ୍ରବ୍ୟକୁ ଆମେ କଣ କରିବା ଉତ୍ପାଦନ କରିପାରିବା ତାହେଲେ ଆମେ ଏଠି କଣ ଦେଖିଲେ ନା ସୁଯୋଗ ବ୍ୟୟ ବା ଅପରଚୁନିଟି କଷ୍ଟ ହଉଛି ଏକ ଦ୍ରବ୍ୟ ଅଧିକ ଉତ୍ପାଦନ ପାଇଁ ଅନ୍ୟ ଦ୍ରବ୍ୟର କେଉଁ ପରିମାଣ ତ୍ୟାଗ କରିବାକୁ ପଡେ ଅର୍ଥାତ୍ ଏଠାରେ ଏଇ ଯୋଉ ଅଧିକ ଉତ୍ପାଦନ ପାଇଁ ଆମକୁ କେତେ କଣ କରିବାକୁ ପଡିବ ଦ୍ରବ୍ୟ ତ୍ୟାଗ କରିବାକୁ ପଡିବ ସେଇଟା ହଉଛି ତମର କଣ ଅପରଚୁନିଟି କଷ୍ଟ ତାପରେ ଦେଖିବା ମୌଳିକ ଅର୍ଥନୈତିକ ସମସ୍ୟା ଏବଂ ପିପିସି ହଁ ଏଠିରେ କଣ ଦେଖ ମୌଳିକ ଅର୍ଥନୈତିକ ସମସ୍ୟା ଭିତରେ କଣ ଆସିବ ନା କଣ ଉତ୍ପାଦନ କରାଯିବ ସମସ୍ୟା କଣ ନା ସୀମିତ ସମ୍ବଳର କେଉଁ ଦ୍ରବ୍ୟ କେତେ ପରିମାଣ ଉତ୍ପାଦନ କରାଯିବ ଯୋଉଟା ମୁଁ ପୂର୍ବ ଭିଡିଓରେ କହିଛି ଅର୍ଥନୀତିରେ ଯୋଉ 3ଟି ସମସ୍ୟା ଅଛି ସେଥିମଧ୍ୟରୁ ଗୋଟେ ସମସ୍ୟା ଅଛି କଣ ଉତ୍ପାଦନ କରାଯିବ ହଁ ତାହେଲେ କେଉଁ ଦ୍ରବ୍ୟ କେତେ ପରିମାଣ ଉତ୍ପାଦନ କରାଯିବ ଏଇ ଯୋଉ ସମସ୍ୟାକୁ ସମାଧାନ କରିପାରିବେ ଦେଖିବ ଏଠି ଦେଖ ପିପିସି ର ଯେଉଁ ବିନ୍ଦୁରେ ଉତ୍ପାଦନ କରାଯିବ ତା ଉପରେ ନିର୍ଭର କରେ ଦେଖ ଏଠି ପିଲାମାନେ ଦେଖ ଏ ବି ସି ଡି ଏଠି ଅଛି ଏଇ ଯୋଉ ସି ବିନ୍ଦୁରେ ଆମେ ଏଠି କଣ କରୁଛୁ ଅଧିକ ଗହମ ଉତ୍ପାଦନ କରୁଛୁ କମ ଲୁଗା ଉତ୍ପାଦନ କରୁଛୁ ବି ରେ ବି ସେଇଆ ହଁ ଇ ରେ ଏଠି କଣ ହଉଛି ଏଠି ଅଧିକ ଲୁଗା ଉତ୍ପାଦନ ହଉଛି ଗହମ ଉତ୍ପାଦନ କମିଯାଇଛି ହେଲା ମୋ କଥାଟା ବୁଝିହେଲା କି ତେଣୁକରି ଅର୍ଥାତ୍ ଆମେ ଯଦି ସି ବିନ୍ଦୁରେ ଯଦି ଗୁରୁତ୍ୱ ଦବା ଅର୍ଥାତ୍ ଗହମକୁ ଉତ୍ପାଦନ କରିବା ଗହମଟା କଣ ଅତ୍ୟାବଶ୍ୟକ ଦ୍ରବ୍ୟ ଖାଦ୍ୟ ବସ୍ତ୍ର ବାସଗୃହ ଏଗୁଡା ଅତ୍ୟାବଶ୍ୟକ ଦ୍ରବ୍ୟ ହଁ ତାହେଲେ ଏଠି ଆମେ କଣ କରୁଛେ ନା ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଛେ ହଁ ସେରକମ ଯଦି ଆମେ ଅଧିକ ବା ଖାଦ୍ୟ ପଦାର୍ଥ ଉପରେ ଆମେ କଣ କରୁଛେ ଗୁରୁତ୍ୱ ପ୍ରଦାନ କରୁଛେ ଯଦି ଇ ବିନ୍ଦୁରେ ଯଦି ଆମେ ଉତ୍ପାଦନ କରିବା ଅଧିକ ଲୁଗା ଆମ ଆବଶ୍ୟକଠାରୁ ଅଧିକ ଲୁଗା ଯଦି ଉତ୍ପାଦନ କରିବା ତାହେଲେ ଆମେ ଏଠି କଣ କରୁଥିବା
ବିଳାସପୂର୍ଣ୍ଣ ଦ୍ରବ୍ୟ ଉତ୍ପାଦନ କରୁଥିବା। ଠିକ ଅଛି, ତାହେଲେ ଏଇଠୁ ଆମେ ସ୍ଥିର କରିପାରିବା ଯେ ଆମ ଅର୍ଥନୀତିରେ କେଉଁ ଦ୍ରବ୍ୟର ଆବଶ୍ୟକତା ଏବଂ ଅଧିକ ଅଛି, ସେଇ ଦ୍ରବ୍ୟ ଉପରେ ଗୁରୁତ୍ୱ ଦେଇ ଆମେ କଣ କରିବା, ଦ୍ରବ୍ୟ ଉତ୍ପାଦନ କରିବା। ତାପରେ ଆମେ ଦେଖିବା କିପରି ଉତ୍ପାଦନ କରାଯିବ। ନେକ୍ସଟ ଇଏଟେ ହେଲା, ଦେଖ ପିଲାମାନେ ଦୁଇ ପ୍ରକାର ପଦ୍ଧତି ଆସିବ। ପୁଞ୍ଜି ସଂଗଠନ ପଦ୍ଧତି, ଅର୍ଥାତ୍ ଏଠାରେ ବଡ ବଡ ମେସିନ ସବୁ ଲାଗିବ, ଅଧିକ ଯନ୍ତ୍ରପାତି ବ୍ୟବହାର ହବ, ଏଗୁଡା ଯୋଉଟା କି ତମର ଉନ୍ନତ ଦେଶ ମାନଙ୍କରେ ଚାଲିଥାଏ। ଏବଂ ଶ୍ରମ ସଂଗଠନ ପଦ୍ଧତି ବି ହେଇପାରେ, ଯୋଉଠି ଅଧିକ ଶ୍ରମିକ ଥିବେ ସେଠି ଶ୍ରମ ସଂଗଠନ ପଦ୍ଧତି, ଯେମିତି ଆମର ଭାରତ ହଉ, ବାଂଲାଦେଶ, ଏଇ ସବୁ ଦେଶର ଶ୍ରମିକ ମାନେ ଅଧିକ, ତେଣୁକରି ଆମେ ଏଠି ଶ୍ରମ ସଂଗଠନ ପଦ୍ଧତି କରିବା। ଯଦି ପୁଞ୍ଜି ସଂଗଠନ ପଦ୍ଧତି କରିବା ତାହେଲେ ଆମେ କଣ ହବା, ଆମର ଏଠି ବେକାରୀ ବଢିଯିବେ, ଆମର ସବୁ ଯୋଉ ସାଧନ ପୂର୍ଣ୍ଣ କଣ ହେଇପାରିବନି, ନିୟୋଜନ ହେଇପାରିବନି। ତେଣୁକରି କେଉଁ ଉତ୍ପାଦନ ପଦ୍ଧତି ଅବଲମ୍ବନ କରାଯିବ ଏଠାରେ ସ୍ଥିର ମଧ୍ୟ କରାଯାଇପାରେ। ତାପରେ ଆମେ ଦେଖିବା କାହା ପାଇଁ ଉତ୍ପାଦନ କରାଯିବ। ଦେଖ ଏଠି ଜାତୀୟ ଉତ୍ପାଦନ ବଣ୍ଟନ କିପରି ହେବ, ଜାତୀୟ ଆୟ ବଣ୍ଟନ ଉପରେ ଏଇ ସବୁ କଣ କରିବ, ନିର୍ଭର କରିବ। ହେଲା, ସମ୍ବଳର ଏଠି କଣ ହେଇଥାଏ ନା ପୂର୍ଣ୍ଣ ନିୟୋଜନ ହେଇପାରିଥାଏ। ଦେଖ ଏଇ ଯୋଉ ପିପିସି ରେ ଅଛି, ଯଦି ଆମେ ଅସମ୍ପୂର୍ଣ୍ଣ କଣ କରିବୁ, ନିୟୋଜନ କରିବୁ, ତାହେଲେ ଏଇ ମନେକର ଏତିକି ଉତ୍ପାଦନ କରିବୁ, ତାହେଲେ ଆମର ଏଠି କଣ ହେଇବ, ସମସ୍ତ ଶ୍ରମ ଶକ୍ତି ବା ଯୋଉ ଉତ୍ପାଦନ ସାଧନ ପୂର୍ଣ୍ଣ ଭାବେ ନିୟୋଜନ ହେଇପାରିବନି। ଏଠି ଶ୍ରମିକ ଆଇଦର ବେକାରୀ ହେଇଥିବେ ବା ଅଳସୁଆ ଶ୍ରମିକ ହେଇଥିବେ, ଯୋଉଥିପାଇଁ କି ଆମର ପୂର୍ଣ୍ଣ ବ୍ୟବହାର ହୋଇପାରିବ ନାହିଁ। ହେଲା, ଆଉ ଯଦି ଆମେ ଯେକୌଣସି ବିନ୍ଦୁ ଉପରେ ଯଦି ଆମେ ଉତ୍ପାଦନ କରୁ, ତାହେଲେ ଆମର ଏଠି କଣ ହବ, ସମ୍ବଳର ପୂର୍ଣ୍ଣ ବିନିଯୋଗ ହୋଇପାରିବ। ଆଉ ଗୋଟେ କଥା କଣ ନା ସମ୍ବଳର ଅଭିବୃଦ୍ଧି। ଏଠି କଣ ହଉଛି ନା ସମ୍ବଳର ଅଭିବୃଦ୍ଧି, ଯଦି ଏଇ ଉତ୍ପାଦନ ସେତିକି ସାଧନ ରହିଲା, କିନ୍ତୁ ଆମେ କଣ କରିବା, ପ୍ରଯୁକ୍ତି ବିଦ୍ୟା ଟେକ୍ନୋଲୋଜି ଚେଞ୍ଜ କରିବା, ଅର୍ଥାତ୍ ଲୋକମାନେ ଆମର ହାତରେ ଏଠି ଉତ୍ପାଦନ କରୁଥିଲେ, ମେସିନ ଲଗେଇବା, ତାହେଲେ ଉତ୍ପାଦନ ଏଠି କଣ ହବ, ବଢିଯିବ। ବା ଉତ୍ପାଦନ ମାନେ କ୍ଷମତା ବୃଦ୍ଧି କରିବା, ତାହେଲେ ଏଠି କଣ ହବ, ଆମର ଯେତିକି ଧାର୍ଯ୍ୟ ଉତ୍ପାଦନଠୁ ଅଧିକ ହବ। ମନେକର ଆମର ଏତିକି ଉତ୍ପାଦନ ହଉଥିଲା, ବର୍ତ୍ତମାନ ବଢିଯିବ, କାହିଁକି ନା ଆମେ ମେସିନ ବ୍ୟବହାର କଲେ, ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର କଲେ, ଏଠି କଣ ହବ, ବଢିଯିବ। ହଁ, ସରି, ଆମର ଉତ୍ପାଦନ କ୍ଷମତାଟା କଣ ହବ, ବଢିଯିବ। ହଁ, ଯାହା ଫଳରେ କି ଆମର ଯଦି ଆମେ ସମ୍ବଳର ବୃଦ୍ଧି କରିବା, ଯେତିକି ସମ୍ବଳ ଥିଲା ତାଠାରୁ ଅଧିକ ସମ୍ବଳ ଆମେ ବିନିଯୋଗ କରିବା, ପ୍ରଯୁକ୍ତି ବିଦ୍ୟା ବଢେଇବା ବା ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଯୋଉ ମେସିନ ଗୁଡା ଯେତିକି ଉତ୍ପାଦନ କଲେ ଆମେ ଭଲ ମେସିନ ଲଗେଇକି ବେଶୀ ଉତ୍ପାଦନ କରିବା, ତାହେଲେ ଆମର ଏଇ ଯୋଉ ତମର ପିପିସି କଣ ହବ, ଡାହାଣକୁ ସେ ହେଇଯିବ, ଅର୍ଥାତ୍ ଏମିତି ହେଇଯିବ। ଫେର ପୁନର୍ବାରତି କରିବା, ଫେର ଆଉ ଥରେ ଏମିତି ବଢି ବଢି ଚାଲିବ। ଯେତେ ଆମେ ସମ୍ବଳ ବ୍ୟବହାର କରିବା, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ଏବଂ ଉତ୍ପାଦନ ଦକ୍ଷତା ବୃଦ୍ଧି କରିବା, ହଁ, ଶ୍ରମିକ ମାନଙ୍କୁ ଟ୍ରେଣ୍ଡ କରିକି ତାଙ୍କୁ ଉନ୍ନତ ମାନର ମାନେ ଇଏ କରେଇବା, ଦକ୍ଷ କରେଇବା, ତାହେଲେ କଣ ହବ, ଆମର ଯୋଉ ପିପିସି କଣ ହବ, ଡାହାଣକୁ ବୃଦ୍ଧି ହେଇ ଚାଲିବ। ହଁ, ଏଠି ଶେଷରେ ଏଠି କୁହାଯିବ ପିପିସି ରେ ବା ପ୍ରଡକ୍ସନ ପସିବିଲିଟି କର୍ଭରେ କଣ ହୁଏ ନା, ଏଠି ଦୁଇଟି ଦ୍ରବ୍ୟର ସଂଯୋଗ, ଦୁଇଟି ଦ୍ରବ୍ୟ ଭିନ୍ନ ଭିନ୍ନ ଉତ୍ପାଦନ ସଂଯୋଗକୁ କଣ କରାଯାଏ, ଆଲୋଚନା କରାଯାଏ। ଏବଂ ଏଠି କଣ ହେଇଥାଏ, ଦୁଇଟି ଦ୍ରବ୍ୟ, ସୀମିତ ସମ୍ବଳ, ପୂର୍ଣ୍ଣ ନିୟୋଜନ, ଅପରିବର୍ତ୍ତନ କୌଶଳ, ହଁ, ଯୋଉଟା କି ତମର ଆସେପ୍ସନ ନିଆଯାଇଥିଲା, ସର୍ତ୍ତରେ ନିଆଯାଇଥିଲା। ଏବଂ ଅପରଚୁନିଟି କଷ୍ଟ ବା ସୁଯୋଗ ବ୍ୟୟରେ କଣ, ଦୁଇଟି ଦ୍ରବ୍ୟ ଅଧିକ ଉତ୍ପାଦନ ପାଇଁ ଅନ୍ୟ ଏକ ଦ୍ରବ୍ୟ ତ୍ୟାଗ କରିବାଟାକୁ ଏଟାକୁ ଅପରଚୁନିଟି କଷ୍ଟ ବା ସୁଯୋଗ ବ୍ୟୟ କୁହନ୍ତି। ମୌଳିକ ସମସ୍ୟା କଣ ନା, କଣ ଉତ୍ପାଦନ କରିବା, କିପରି ଉତ୍ପାଦନ, କାହା ପାଇଁ ଉତ୍ପାଦନ କରିବା, ପୂର୍ଣ୍ଣ ନିୟୋଜନ। ଏବଂ ଯଦି ଆମେ ଦେଖିବା ଆକୃତି କଣ, ସେ ତମର କଣ ପିପିସି ର ଆକୃତି କଣ ନା, ଏଇଟା ହଉଛି ବୃଦ୍ଧିଶୀଳ ସୁଯୋଗ ବ୍ୟୟ କାରଣରୁ ବକ୍ର। ହେଲା, এটা কনକେভ ସେଭ୍ ହେଇଥାଏ, ମନେ ରଖିବ ବକ୍ର ରେଖାଟା। ଭିଡିଓଟି ଭଲ ଲାଗିଲେ କଣ କରିବ, ଲାଇକ୍ କରିବ, ସାଙ୍ଗମାନଙ୍କୁ ସେୟାର କରିବ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିନେବ ଅପକମିଂ ଭିଡିଓ ପାଇଁ।